ପ୍ରେମିକା। ହେ ମୋର ଦୂରସୁଦୂର ନିଷ୍ଠୁର ଶତ୍ରୁ, ସାରା ଜୀବନ କ'ଣ ମୁଁ ଏହିପରି ଆପଣଙ୍କ ସ୍ମୃତିର କଣ୍ଟକିତ ସରଶଯ୍ୟାରେ ଶୋଇଥିବି? ମୁହଁରେ ହସ ଫୁଟାଉଥିଲେ ବି ହୃଦୟ ଭିତରେ ଅହରହ ଜଳୁଥିବି? ମୁଁ ଏମିତିକି ପାପ କରିଥିଲି ଯେ ଆପଣଙ୍କୁ ପାଇ ମଧ୍ୟ ପାଇପାରିଲି ନାହିଁ, ଛାଡ଼ି ମଧ୍ୟ ଛାଡ଼ି ପାରୁନାହିଁ। ସେ ଥିଲା ମୋ ଜୀବନରେ କବିତା ଲେଖା ଆଉ କବିତା ଶୁଣିବାର ବୟସ। ଦୂଷିତ ଶ୍ୱାସରୁଦ୍ଧି ବାତାବରଣ ଭିତରେ ମୁଁ ଯେତେବେଳେ ଜୀବନର ଅର୍ଥ ବୁଝିବାକୁ ଚେଷ୍ଟା କରୁଥିଲି, ସେହି ମୁହୂର୍ତ୍ତରେ ଆପଣଙ୍କ ସହିତ ଦେଖା। ଆପଣ ଥରେ ମୋତେ ଗୋଟିଏ ଭିନ୍ନଦେଶୀ କବିତା ପଢ଼ି ତାର ଅର୍ଥ ବୁଝାଉଥିଲେ। ସେ କବିତାର ସାର କଥା ଥିଲା, ଶିଶୁପାଳନ ପାଇଁ ବେବି ଫୁଡ୍ ଆଉ ଘର ତୋଳିବା ପାଇଁ ସିମେଣ୍ଟ ପରମିଟ୍ ଯୋଗାଡ଼ କରି କରି ସ୍ୱାମୀମାନେ ଅସମୟରେ ବୁଢ଼ା ହୋଇଯାଆନ୍ତି, କିନ୍ତୁ ନାରୀ ଆଖିରେ ପ୍ରେମିକର ବୟସ କୌଣସି ଦିନ ବଢ଼େନାହିଁ। ବିବାହିତ ଜୀବନର ନାରୀର ମନର ଦେୱାଲରେ ସେହି ସ୍ଥିର ବୟସ୍କ ଅମଳିନ ପ୍ରେମିକର ଫଟୋଗ୍ରାଫି ଚିରଦିନ ଟଙ୍ଗା ହୋଇ ଝୁଲୁଥାଏ। ଆପଣ କବିତାଟି ପଢ଼ିସାରି ଦୁଷ୍ଟ ଦୁଷ୍ଟ ଚାହାଣୀରେ ମୋ ଆଡ଼କୁ ଅନାଉଥିଲେ। ମୁଁ ଆପଣଙ୍କ ମୁହଁକୁ ନ ଚାହିଁ ଉତ୍ତର ଦେଇଥିଲି, ମୋର ପ୍ରେମିକ ଓ ସ୍ୱାମୀ ଏକ ଓ ଅଭିନ୍ନ। ତେଣୁ ମୋ ପ୍ରେମିକଙ୍କ ଭଳି ମୋର ସ୍ୱାମୀଙ୍କ ବୟସ ମଧ୍ୟ କୌଣସି ଦିନ ତାରୁଣ୍ୟର ସୀମା ଅତିକ୍ରମ କରିବ ନାହିଁ। ମନେ ପଡ଼େ, କିନ୍ତୁ ସେଦିନ ସ୍ୱପ୍ନ ସତ ହେଲା ନାହିଁ। ମୋର ପ୍ରେମିକ ଆଉ ସ୍ୱାମୀ ଦୁଇଜଣ ଅଲଗା ଅଲଗା ଲୋକ ହୋଇଗଲେ। ଆଜି ଦୀର୍ଘ 20 ବର୍ଷ ପରେ ମନେ ହେଉଛି, ପ୍ରେମିକ ଓ ସ୍ୱାମୀ ଏକ ହେଲେ ଜୀବନର ପ୍ରକୃତ ଅର୍ଥ ବୁଝି ହୁଏନା। କେତେକ ଅନ୍ତରଙ୍ଗ ଅନୁଭୂତି ଉପଲବ୍ଧିର ଊର୍ଦ୍ଧ୍ୱରେ ରହିଯାଏ। ପାର୍ଥିବ ସୁଖ ଘନ ନ ହୋଇ ପାଣିଚିଆ ପାଣିଚିଆ ଲାଗେ। ମୁଁ ଘନୀଭୂତ ସୁଖର କାଙ୍ଗାଳିନୀ। ସେଥିପାଇଁ ଆପଣଙ୍କୁ ଅଧା ରାସ୍ତାରେ ଛାଡ଼ିଦେଇ ଆଉ ଜଣକ ହାତ ଧରି ମୋତେ ସୁଖର ସ୍ୱର୍ଗକୁ ଯିବାକୁ ହେଲା। ଏଥିପାଇଁ ମୋତେ ଅନ୍ୟମାନେ କଳଙ୍କିନୀ କହିପାରନ୍ତି, ଆପଣ ମଧ୍ୟ ମୋତେ ସ୍ୱାର୍ଥପର ଭାବିପାରନ୍ତି, କିନ୍ତୁ ଏହାଛଡ଼ା ମୋର ଅନ୍ୟ କିଛି ଉପାୟ ନଥିଲା। ସୁନାଟା ପରା। ସୁଖ ପାଇଁ ମୋର ଏ ହାତ ବଦଳକୁ ଭୁଲ ବୁଝି ନିଜେ କଷ୍ଟ ପାଆନ୍ତୁ ନାହିଁ। ସତ୍ୟକୁ ଛାଡ଼ି ସୁଖ ପଛରେ ଅବୁଝା ଟିକି ଝିଅଟି ଭଳି ଅଝଟ କରି ଚାଲି ଆସିଲା ବୋଲି ତାକୁ ନିଜର ଅକ୍ଷମତା ବୋଲି ସନ୍ଦେହ କରନ୍ତୁ ନାହିଁ। ସବୁ ନାରୀ ସତ ହେବାକୁ ଚାହାନ୍ତି ନାହିଁ, କିନ୍ତୁ ସବୁ ନାରୀ ସୁଖ ହେବାକୁ ଚାହାନ୍ତି। ଆଉ ସତ ପଥରେ ଗଲେ ସବୁବେଳେ ସେ ସୁଖ ମିଳେ ନାହିଁ। ଏକଥା ମୁଁ ମୋର ବାପା ବୋଉଙ୍କୁ ଦେଖି ବୁଝି ଯାଇଥିଲି। ଆପଣଙ୍କୁ ଦେଖି ସେ ଧାରଣା ମୋ ମନରେ ବଦ୍ଧମୂଳ ହୋଇଗଲା। ଜୀବନ ଅର୍ଥ ମେଘମୁକ୍ତ ଆକାଶ ଭଳି ମୋତେ ସ୍ୱଚ୍ଛ ଦେଖାଗଲା। ଆପଣ ଥିଲେ ଆଦର୍ଶବାଦ ଆଉ ସତ୍ୟର ପ୍ରତୀକ, କିନ୍ତୁ ମୋର ବର୍ତ୍ତମାନର ସ୍ୱାମୀ ସୁଖର ଅସରନ୍ତି ଭଣ୍ଡାର। ମୁଁ ଯେଉଁଦିନ ବୁଝିଗଲି ଆପଣଙ୍କୁ ମୁଁ କେବେ ସୁଖରେ ପଣ୍ୟରେ ପରିଣତ କରିପାରିବି ନାହିଁ, ସେଦିନ ଲୁହରେ ଦୁଇ ଆଖି ଝାପ୍ସା ହୋଇଯାଇଥିଲା। ମୁଁ ବୁଝିଗଲି, ସିନେମା ଦେଖିବାକୁ ଆସି ମୁଁ ମନ୍ଦିର ଭିତରେ ପଶିଯାଇଛି। ସିନେମା ହଲ୍ର ସୁଖ ଦେବ ମନ୍ଦିରରେ ମିଳେ ନାହିଁ। ସିନେମାର ହଲ୍ର ସୁଖ ଦେବ ମନ୍ଦିରରେ ମିଳେ ନାହିଁ। ମିଳେ। ଆପଣ ଥିଲେ ମୋ ଆଖିରେ ସେଦିନ ଜୀବନ ମନ୍ଦିରର ଆରାଧ୍ୟ ଦେବତା। ମୋ କୁମାରୀ ଜୀବନର ପ୍ରଥମ ପ୍ରଣୟ ଅର୍ଘ୍ୟ ଆଞ୍ଜୁଳି ଭରି ଆପଣଙ୍କ ପାଦତଳେ ମୁଁ ଅର୍ପଣ କରିଦେଇଥିଲି। କିନ୍ତୁ ଯେଉଁ ମୁହୂର୍ତ୍ତରେ ମୋର ମନେ ପଡ଼ିଗଲା ଯେ ମୋର ସିନେମା ଦେଖିବାର ଥିଲା, ମନ୍ଦିର ଦର୍ଶନ ନୁହଁ, ସେହି ମୁହୂର୍ତ୍ତରେ ମୁଁ ଭୀଷଣ ବ୍ୟଥାରେ ଭାଙ୍ଗି ପଡ଼ିଥିଲି। ଅମୃତାଞ୍ଜଳ ହିଁ ଥିଲା ମୋର ଏକମାତ୍ର ଅନ୍ତରଙ୍ଗ ବନ୍ଧୁ। ମନ୍ଦିରରେ ବସି ଧୂପ ଦୀପ ନୈବେଦ୍ୟ ଦେଉଥିବା ବେଳେ ମଧ୍ୟ ସିନେମା ହଲ୍ର ରୂପେଲି ପରଦାରେ ସେସବୁ ସୁଖକର ଦୃଶ୍ୟ ମୋ ଆଖିରେ ନାଚୁଥିଲା। ଦେହ ପଡ଼ି ରହିଥିଲା ମନ୍ଦିରରେ, ମନ ଉଡ଼ି ବୁଲୁଥିଲା ସିନେମା ହଲ୍ରେ। ମୁଣ୍ଡ ଭୀଷଣ ବିନ୍ଧୁଥିଲା। ସେ ମଥା ବ୍ୟଥା ଦୂରୀକରଣ ପାଇଁ ମୌଷଧି ଥିଲା ଆପଣଙ୍କ ଅମୃତମୟ ସ୍ପର୍ଶ ନୁହେଁ, ଅମୃତାଞ୍ଜନ ଶିଶି। ଅପା ହିଁ ମୋତେ ପ୍ରଥମେ ବୁଝାଇଲା, ହୃଦୟର ଭକ୍ତି ବଳରେ ଶାଳଗ୍ରାମ ଶିଳା ଦେବତା ହୁଅନ୍ତି, ଭକ୍ତି ତୁଟିଗଲେ ଦେବତା ହୁଅନ୍ତି ସାମାନ୍ୟ ଶିଳାଖଣ୍ଡ। ଅପା ମୋ ଭଳି କଲେଜରେ ସର୍ବୋଚ୍ଚ ଡିଗ୍ରୀଧାରିଣୀ ନୁହେଁ, କିନ୍ତୁ ତାର ସାଂସାରିକ ଜ୍ଞାନ ମୋ ଠାରୁ ଯଥେଷ୍ଟ ବେଶୀ। ସେଦିନ ମୁଁ ଆପଣଙ୍କୁ ଭଲ ପାଉଥିଲି, ତାର ଇଚ୍ଛା ନଥିଲା ମଧ୍ୟ ସେ ଆପଣଙ୍କୁ ସ୍ନେହ କରୁଥିଲା। ସେଦିନ ସେ ଜାଣିଗଲା ଯେ ଆପଣ ମୋତେ ଅସରନ୍ତି ସୁଖ ଦେଇପାରିବେ ନାହିଁ ବୋଲି ଭାବି ମୁଁ ମୁଣ୍ଡରେ ଅମୃତାଞ୍ଜନ ଲଗାଉଛି। ଆପଣଙ୍କୁ ଶିଳାଖଣ୍ଡ ବୋଲି ଭାବି ମନ୍ଦିର ଛାଡ଼ି ସିନେମା ହଲ୍କୁ ପଳାଇ ଆସିବା ଲାଗି ପରାମର୍ଶ ଦେବା ପାଇଁ ତାର ବିବେକ ତିଳେ ହେଲେ ଦଂଶିତ ହୋଇନଥିଲା।
ସାଂସାରିକ ଜୀବନର ରୂପେଲି ପରଦାରେ ସୁଖର ଛବି ଦେଖି ଆଜି ମୁଁ ଭାରି କ୍ଳାନ୍ତ ବୋଧ କରୁଛି। ଆଜି କାନରେ ବେଳେ ବେଳେ ଶୁଭିଯାଉଛି ମନ୍ଦିରର ସେଇ ପବିତ୍ର ଘଣ୍ଟା ଧ୍ୱନି। ବହୁ ମୂଲ୍ୟବାନ ବିଦେଶୀ ରାସାୟନିକ ସୁଗନ୍ଧି ନିର୍ଯାସନରେ ମୋର ଶୟନ କକ୍ଷ ମହ ବାସୁଥିଲେ ମଧ୍ୟ ମନ୍ଦିରରେ ସେଇ ଅଗରରୁ ଚନ୍ଦନର ବାସ୍ନା ମୋତେ କେମିତି ଅନ୍ୟମନସ୍କ କରିଦେଉଛି। ମନୋରୁଦ୍ଧ କୋଠରୀର ଅନ୍ଧକାରାଚ୍ଛନ୍ନ ଚାରିପଛ କାନ୍ଥକୁ ଚାହିଁଦେଲା ମାତ୍ରେ ଦିଶିଯାଉଛି ଆପଣଙ୍କ ମୁହଁର ସେଇ ଅମଳିନ ଛବି। ମନେ ହେଉଛି ସେଠାରେ ଝୁଲିଛି ସେ ଭିନ୍ନଦେଶୀ କବିତା ଲାଇନ ଭଳି ଆପଣଙ୍କ ସ୍ଥିର ତାରୁଣ୍ୟର ପ୍ରେମବନ୍ଧା ଫଟୋଗ୍ରାଫି। ମନେ ଅଛି ଅମୃତା ପ୍ରୀତମଙ୍କର ସେଇ କବିତା। ଦିନେ ସେ କବିତାର ପ୍ରତି ଲାଇନ ଥିଲା ଆପଣଙ୍କ ମୁଖସ୍ଥ। At the doorstep see a piece of property. Besides her stood her honor, her husband, and in front the lover. At the door stood she, silent and still, like a lily white marble pillar. ହଁ, ବିବାହ ପରେ ମୁଁ ଆଜି କେବଳ ଏ ପିସ୍ ଅଫ୍ ପ୍ରପର୍ଟି। ମୋ ପାର୍ଶ୍ୱଭାଗରେ ମୋ ସ୍ୱାମୀ, ସମ୍ମୁଖରେ ଆପଣ। ସ୍ୱାମୀଙ୍କ ମୁହଁରେ ମୋ ପାଇଁ ଅଧୀର ଆକୁଳତା, କାରଣ ସେ ମୋତେ ଭୋଗ କରିବାକୁ ଚାହାନ୍ତି। କିନ୍ତୁ ଆପଣ ନିର୍ମମ ଉଦାସୀନ, କାରଣ ମୁଁ ଆପଣଙ୍କର ଭୁକ୍ତାବଶେଷ। ବିବାହ ବେଦୀରେ ଅନ୍ୟ ଜଣେ ପୁରୁଷ ସହିତ ହାତଗଣ୍ଠି ପଡ଼ିଗଲା ପରେ ମନେ ମନେ ପଣ କରିଥିଲି, କୌଣସି ଦିନ ଆପଣଙ୍କ କଥା ଆଉ ଭାବିବି ନାହିଁ, ଦେଖାହେଲେ କଥା ହେବି ନାହିଁ। କିନ୍ତୁ ସ୍ୱାମୀ ସନ୍ତାନର ସାଂସାରିକ ଜୀବନର ସିନେମା ହଲରେ ବସି ମନ୍ଦିରର ସେଇ ଘଣ୍ଟା ଘଣ୍ଟା ଧ୍ୱନି ସେ ମୋତେ ଶୁଭିଯାଉଛି। ଏକଥା ମୁଁ କାହା ଆଗରେ ମୁହଁ ଖୋଲି କହିପାରୁନାହିଁ। ସ୍ୱାମୀ, କନ୍ୟା, ପୁତ୍ର କିମ୍ବା ଅପା, ଭାଇ କେହି ଏ ବ୍ୟଥା ବୁଝିବେ ନାହିଁ। କିନ୍ତୁ ମୋର ସ୍ୱାର୍ଥପର ମନ ଭିତରେ ଏତେ ବ୍ୟଥା, ଏତେ କଥାକୁ ଚାପି ରଖିବା ପାଇଁ ସ୍ଥାନ ନାହିଁ। ଆପଣ ହିଁ ମୋ ଦେହ ମନର ଅଲେଖା ପାଣ୍ଡୁଲିପିରେ ଅଶୁଣା ଭାଷାର ବର୍ଣ୍ଣମାଳା ଉତ୍କୀର୍ଣ୍ଣ କରିଦେଇଥିଲେ। ଆପଣ ଇଚ୍ଛା କଲେ ଏଇ ଅଲେଖା ଅକ୍ଷରର ଭାଷା ବୁଝିପାରିବେ। ନାରୀ ସବୁ କଥା କ'ଣ ମୁହଁ ଖୋଲି କୁହେ? ମୌନତା ତା ମନର ଭାଷା ନୁହେଁ? ମୁଁ ଥିଲି ଏକ ମଧ୍ୟବିତ୍ତ ପରିବାରର ଝିଅ। ମୁଁ ଥିଲି ଏକ ମଧ୍ୟବିତ୍ତ ପରିବାରର କନ୍ୟା। ମଧ୍ୟବିତ୍ତର ମନ ଆଉ ମଧ୍ୟବିତ୍ତର ସାମାଜିକ ଜୀବନ ଭିତରେ ମୋର ଜନ୍ମ ଓ ଯୌବନ। ମୁଁ ଯେଉଁଦିନ ରେଭେନ୍ସା କଲେଜରେ ସାଇନ୍ସ ପଢ଼ିବାକୁ ଆସିଥିଲି, ସେଇଦିନ ମୋର ବାପା ବୋଉ କେହି ଆଶା କରିନଥିଲେ ମୁଁ ପାଠ ପଢ଼ି ଚାକିରି କରିବି। ସମସ୍ତେ କିନ୍ତୁ ଆଶା କରିଥିଲେ ମୁଁ ବାହା ହୋଇ ଘର ସଂସାର କରିବି। କଲେଜ ଶିକ୍ଷା ମୋତେ ଜଣେ ଉପଯୁକ୍ତ ବରପାତ୍ର ପାଇବାର ସହାୟତା କରିବ। ବାପା ଥିଲେ ଜଣେ ଆଦର୍ଶବାଦୀ ଶିକ୍ଷକ। କଳା ଟଙ୍କାର ମୁହଁ ସେ କୌଣସି ଦିନ ଦେଖିନଥିଲେ। ତେଣୁ ମୁଁ ଜାଣି ଯାଇଥିଲି ଆଇଏସ୍ସି ପାସ୍ କଲା ପରେ କିମ୍ବା ଖୁବ୍ ବେଶୀ ହେଲେ ବିଏସ୍ସି ପଢ଼ୁଥିବା ବେଳେ ମୋତେ ବିବାହ କରିବାକୁ ହେବ। ସେତେବେଳକୁ ମୋ ଜୀବନଯାପନ ପ୍ରଣାଳୀ ଏକ ନିର୍ଦ୍ଦିଷ୍ଟ ଛକ କଟା ସରିଥିଲା। କଲେଜରେ ପାଦ ଦେଲା ପରେ ସେ ଉଦ୍ଭିନ୍ନ ଯୌବନା କିଶୋରୀ ବୟସରେ ମୋତେ ବିବାହ କଥା ଚିନ୍ତା କରିବାକୁ ପଡ଼ିଥିଲା। ଏଇଟା ଆପଣଙ୍କୁ ଅବିଶ୍ୱାସ ମନେହେଲେ ମଧ୍ୟ ପ୍ରକୃତରେ ତାହା ହିଁ ମୋ ପାଇଁ ଥିଲା ଏକ ଅବଧାରିତ ସତ୍ୟ। ଯେଉଁ ଝିଅ କଲେଜ ଜୀବନରେ ପାଦ ଦେବା ମାତ୍ରେ ବିବାହ କଥା ଚିନ୍ତା କରେ, ସେ ସହଜରେ ଅନ୍ୟ ଜଣକ ପ୍ରେମରେ ପଡ଼େ ନାହିଁ। କଲେଜ ଜୀବନର ରୋମାନ୍ସରୁ ତାକୁ ଏଡ଼ାଇ ଯିବାକୁ ହୁଏ। ସେଥିପାଇଁ କଲେଜର ବହୁ ଛାତ୍ର ମୋର ରୂପର ସ୍ତବ କରି ଅନେକ ଚିଠି ଲେଖୁଥିଲେ ମଧ୍ୟ ମୁଁ କାହାରି ଚିଠିର ଉତ୍ତର ଦେଇନଥିଲି। ସବୁ ଚିଠି ବାକ୍ସବନ୍ଦୀ ହୋଇ ପଡ଼ି ରହିଥିଲା। କ୍ଲାସକୁ ଗଲାବେଳେ ମୁଁ ମୁହଁ ତଳକୁ କରି ଚାହୁଁଥିଲି। ଖୁବ୍ ନିମ୍ନ ସ୍ୱରରେ କଥାବାର୍ତ୍ତା କରୁଥିଲି। ଅନ୍ୟମାନଙ୍କ ସହିତ ପ୍ରଗଳ୍ଭକଳ୍ପ କିମ୍ବା ହାସ୍ୟରୋଳରେ ଯୋଗ ଦେଉନଥିଲି। ସଂକ୍ଷେପରେ କହିବାକୁ ଗଲେ ମୁଁ ଥିଲି ଏକ ଆତ୍ମମଗ୍ନା କିଶୋରୀ, ଯେ ନିଜ ମନର କାନଭାସରେ ତା'ର ଅଦେଖା ଭାବୀ ସ୍ୱାମୀର ଚିତ୍ର ବାରମ୍ବାର ଅଙ୍କନ କରିବା ଆରମ୍ଭ କରିଥିଲା ଏବଂ ବାରମ୍ବାର ଲିଭାଉଥିଲା, କାରଣ କୌଣସି ଛବି ତା'ର ମନକୁ ସମ୍ପୂର୍ଣ୍ଣ ପାଉନଥିଲା। ମୋର ଭାବୀ ସ୍ୱାମୀଙ୍କ ଅସମ୍ପୂର୍ଣ୍ଣ ଛବି ଅଙ୍କ କଥା ମନେ ପଡ଼ିଲେ ଆଜି ମଧ୍ୟ ମୋତେ ହସ ମାଡ଼େ। ଆପଣଙ୍କ ସହିତ ନିବିଡ଼ ସଂସ୍ପର୍ଶରେ ଆସିବା ଆଗରୁ କୌଣସି ପୁରୁଷ ମୋ ପୂର୍ଣ୍ଣାଙ୍ଗ ମନେ ହେଉନଥିଲେ। ସମସ୍ତେ ମନେ ହେଉଥିଲେ ଅସମ୍ପୂର୍ଣ୍ଣ, ଅପୂର୍ଣ୍ଣ, ବିକଳାଙ୍ଗ, ଅକ୍ଷମ ପୁରୁଷ। ମନେ ମନେ ସେମାନଙ୍କର ଛବି ଆଙ୍କି ପର ମୁହୂର୍ତ୍ତରେ ଗଭୀର ଅତୃପ୍ତିର କାଟି ଲିଭାଇ ଦେଉଥିବା ବେଳେ
ମୋର ମନେ ହେଉଥିଲା ମୁଁ ଜୀବନରେ କେବେ କାହାକୁ ମନ ଲାଖି ପୁରୁଷ ପାଇବି ନାହିଁ। ହୁଏତ ମୋ ବିବାହିତ ଜୀବନ ବ୍ୟର୍ଥ ହେବ, ଅଥବା ମୋତେ ସାରା ଜୀବନ ଅବିବାହିତ ରହିବାକୁ ପଡ଼ିବ। ଗୋଟିଏ ଅଲେଖା ଅକ୍ଷରରେ ଅଭିଲେଖ ପଢ଼ି ମନେ ମନେ ହସୁଛନ୍ତି। ମୋ କଥା ବିଶ୍ୱାସ କରୁନାହାନ୍ତି। ମୁଁ ଜାଣେ ପରା, ଆପଣ ଚିରଦିନ ହୃଦୟହୀନ। କୌଣସି ଦିନ ମୋର କୌଣସି କଥାକୁ ବିଶ୍ୱାସ କରିବା ଆପଣଙ୍କର ଜାତକରେ ନାହିଁ। କିନ୍ତୁ ରାଣ ଖାଉଛି, ମୁଁ ବିନ୍ଦୁଏ ହେଲେ ମିଛ କହୁନାହିଁ। ହୁଏତ ସେଦିନ ଥିଲା ସେମିତି। ସେ ତ ଆକାଶ କୁସୁମ ତୋଳିବାର ସମୟ। କେଉଁ କେଉଁ ଗୁଣ, କେଉଁ କେଉଁ ଐଶ୍ୱର୍ଯ୍ୟ ଥିଲେ ପୁରୁଷ ଜଣେ ପୂର୍ଣ୍ଣାଙ୍ଗ ମଣିଷ ହୁଏ, ସେ କଥା ଯେତେ ମାପିଚୁପି ଅଙ୍କ କଷିଲେ ବି ହିସାବ ଭୁଲ ହୋଇଯାଏ। ବାପା କହୁଥିଲେ ମୁଁ ଛବି ଆଙ୍କିବି, ସାହିତ୍ୟ ରଚନା କରିବି, ଗୀତ ବୋଲିବି। ସବୁ ବିଦ୍ୟାରେ ମୋର ଟିକିଏ ଟିକିଏ ପରିଚୟ ଥିଲା। ମନ ଭିତରେ ଏକ ଅହଙ୍କାର ଥିଲା, ମୁଁ କେବଳ ଅନ୍ୟମାନଙ୍କ ଭଳି ବକ୍ଷଗଟି ନିତମ୍ବର ନାରୀ ନୁହେଁ, ମୁଁ ମଧ୍ୟ ଜଣେ ଶିଳ୍ପୀ। ସେଇ ଶିଳ୍ପୀ ମନ ଦେଇ ଥରେ ଗୋଟିଏ ଗଳ୍ପ ଲେଖିଥିଲି। କୌଣସି ଏକ ପତ୍ରିକାରେ ତାହା ଛପା ହୋଇଥିଲା। ସେଇ ଗଳ୍ପକୁ ନେଇ ଆରମ୍ଭ ହେଲା ମୋ ଜୀବନର ଏକ ନୂତନ ଉପନ୍ୟାସ। ଆମେ ଦୁହେଁ ଦୁହିଁଙ୍କର ଅଜ୍ଞାତସାରରେ ସେଇ ଜୀବନ ଉପନ୍ୟାସ ନାୟକ ନାୟକ ହୋଇଗଲେ। ନା, ସେ କାହାଣୀ ଆଜି ନୁହେଁ, ଆଉ ଦିନେ। ଆଜି କେବଳ ସେ ଉପନ୍ୟାସର ନାୟକ ନାୟିକା କଥା, ଆପଣ ଆଉ ମୁଁ। ମୋ ପ୍ରାକ୍ ବିବାହିତ ଜୀବନର ସେଇ ପୃଥିବୀରେ ମୋ ଆଖିର ଆମ ଦୁଇ ଜଣଙ୍କର ଭିନ୍ନ ଆଉ କେହି ନଥିଲା। କେତେ ସ୍ୱପ୍ନ, କେତେ ସ୍ମୃତି, କେତେ ଅଶ୍ରୁ, କେତେ ହସ, କେତେ ଭୁଲ ବୁଝାବୁଝି, କେତେ ମିଳାମିଶା। ଆଃ, ଆଜି ଏ ମଧ୍ୟ ଯୌବନରେ, ସେଇ ଆଦ୍ୟ ଯୌବନର ସ୍ମୃତି ସ୍ୱାମୀ ସନ୍ତାନଙ୍କର ସଂସାରର ଏକ ରୁଦ୍ଧ କୋଠରୀରେ ଦମକାଏ ମଦିର ମଳୟ ପରି ପଶି ଆସି ମନକୁ ଅଧୀର କରିଦେଉଛି। ହଁ, ଆପଣଙ୍କ ସହିତ ପ୍ରଥମ ଦେଖାରେ ହିଁ ମୋର ସ୍ୱାମୀ କେମିତି ପୁରୁଷ ହେବା ଉଚିତ, ସେ ବିଷୟରେ ଏକ ସ୍ପଷ୍ଟ ଧାରଣା ହୋଇଗଲା। ମୋର ପ୍ରିୟ ବାନ୍ଧବୀ ବୀଣା ଆଖିରେ ପ୍ରଥମ ଦେଖାରେ ଆପଣ ବ୍ୟକ୍ତିତ୍ୱ ଧରା ପଡ଼ିଯାଇଥିଲା। କିନ୍ତୁ ମୋର ମର୍ମଭେଦୀ ହୃଦୟ ଦୃଷ୍ଟିରେ ଝଲସି ଉଠିଥିଲା ଆପଣଙ୍କର ସମଗ୍ର ପୁରୁଷ ସଭା। ହେଲେ ସେଦିନ ଗୋଟିଏ କଥାରେ ଅଭାବ ଆପଣଙ୍କଠାରେ ଲକ୍ଷ୍ୟ କରିଥିଲି। ସେ କଥା କୌଣସି ଦିନ କହିନାହିଁ। କାଳେ ମୋ ମୁହଁରେ ସେ କଥା ଶୁଣି ଆପଣ ଆହତ ହେବେ, ସେଇ ଭୟରେ। କିନ୍ତୁ ଆଜି ସେ କଥା କହିଦେଇ କ୍ଷତି କ'ଣ? ଆପଣ ଆଜି ମୋର କେହି ନୁହନ୍ତି, ଅଥବା ଖୁବ୍ ବେଶୀ ହେଲେ ଆପଣ ମୋ ମନର ଦେୱାଲରେ ଝୁଲୁଥିବା ଗୋଟିଏ ଫଟୋଗ୍ରାଫ୍। ଆପଣ ଖୁସି ହେବା ନ ହେବାର ମୋର ଯାଏ ଆସେ କେତେ? ହଁ, ମୁଁ ପ୍ରଥମେ ଦେଖାରେ ଅନୁଭବ କରିଥିଲି ଆପଣ ଶିଳ୍ପକଳାରେ ଯେତିକି ରୋମାଣ୍ଟିକ୍ ମନେ ହୁଅନ୍ତି, ବ୍ୟକ୍ତିଗତ ଭାବରେ ଆଦୌ ସେତେ ରୋମାଣ୍ଟିକ୍ ନୁହନ୍ତି। ଆପଣଙ୍କୁ ଦେଖିବା ଆଗରୁ ଆପଣଙ୍କ ସମ୍ପର୍କରେ ଯେଉଁ ପ୍ଲେବୟ ଇମେଜ୍ ଥିଲା, ଆପଣଙ୍କ ଦେଖିବା ମାତ୍ରେ ହିଁ ସେ ଭାବ ପ୍ରତିମା ମୋ ମନ ଭିତରେ ଭାଙ୍ଗି ଚୂନା ଚୂନା ହୋଇଗଲା। ମଧ୍ୟବିତ୍ତ ଜୀବନରେ ଆଦର୍ଶବାଦ ଦୁର୍ବଳତାକୁ ଗୋପନ କରିବାର ଏକ ଅସ୍ତ୍ର ବୋଲି ବୁଝିଥିଲି, ଶୁଣିଥିଲି। ବିଶେଷତଃ ତରୁଣ ଜୀବନରେ ସମସ୍ତେ ଊଣାଅଧିକେ ସୌଖିନ ଆଦର୍ଶବାଦୀ ହୁଅନ୍ତି, କିନ୍ତୁ ଆପଣ ତାର ବ୍ୟତିକ୍ରମ। ଆଦର୍ଶବାଦ ବାଦ୍ ଦେଲେ ଜୀବନର ଏକ ଲକ୍ଷ୍ୟହୀନ ତରୀ, ପକ୍ଷହୀନ ପରୀ। ଏଇଟା ଥିଲା ଆପଣଙ୍କର ଜୀବନ ଦର୍ଶନ। ସେଥିପାଇଁ ମୋ ଭଳି ଜଣେ ସୁନ୍ଦରୀ ଅନୁରାଗିଣୀକୁ ଏତେ ପାଖରେ ପାଇ ସୁଦ୍ଧା ଆପଣ ଦୃଷ୍ଟି ସେଦିନ ଲାଳସାରେ ଲୋହିତ ହୋଇ ନଥିଲା। କେମିତି ଏକ ଉଦାସୀନ ଦୃଷ୍ଟିରେ ଚାହିଁ ଜଣେ ବୟସ୍କ ମଙ୍ଗଳାକାଂକ୍ଷୀ ଭଳି ମୋତେ ଉପଦେଶ ଦେଇଗଲେ। ଥରେ ହେଲେ ଆପଣଙ୍କ ଆଖିରେ ଆକାଶରେ ମୋ ବନ୍ୟ ଯୌବନର ଛବି ପ୍ରତିବିମ୍ବିତ ହେଲା ନାହିଁ। ଫେରିବା ବାଟରେ ବୀଣା ଆପଣଙ୍କୁ ଖୁବ୍ ପ୍ରଶଂସା କରୁଥିବା ବେଳେ ମୁଁ ଚୁପଚାପ ଗମ୍ଭୀର ହୋଇ ବସିଥିଲି। ପରେ ମୋର ହଷ୍ଟେଲ ସଙ୍ଗିନୀମାନେ ଆପଣଙ୍କ ସହିତ ମୋ ନାମ ଯୋଗ କରି ମଧୁର ମନ୍ତବ୍ୟ କଲାବେଳେ ମୁଁ ନୀରବ ରହୁଥିଲି। ଆପଣ ଉଦାସୀନ ଦୃଷ୍ଟି ପାଖରେ ମୋର ଦେହର ଲାବଣ୍ୟ ଯେ ପରାଜିତ ହୋଇଯାଇଛି, ସେଇ ଭୟ ଅପମାନରେ କେତୋଟି ରାତି ହଷ୍ଟେଲରେ ମଶାରୀ ନ ପକାଇ ମୁଁ ଶୋଇଯାଇଛି। ମଶାରୀ ପକାଇବାକୁ ଭୁଲିଯାଇଛି। ଆପଣଙ୍କ ମନକୁ ଜୟ କରିବା ଭିନ୍ନ ମୋର ବଞ୍ଚିବାର ଅନ୍ୟ କିଛି ଉପାୟ ନଥିଲା। ଯେଉଁମାନେ ଦେଖିବା ମାତ୍ରେ ମୋ ରୂପ ଯୌବନ ପ୍ରେମରେ ପଡ଼ିଯାଉଥିଲେ, ସେମାନଙ୍କୁ ପ୍ରଶସ୍ତିବାଣୀ ଶୁଣି ଶୁଣି ନିଜ ରୂପଲାବଣ୍ୟ ଉପରେ ମୋର ଅମାପ ଆସ୍ଥା ଆସିଯାଇଥିଲା। ଆପଣଙ୍କ ପାଖରୁ ଫେରିବା ପରେ ସେଥିପାଇଁ ସେମାନଙ୍କ ଉପରେ ମୋର ବେଶୀ ରାଗ ହେଲା। ମୁଁ ବୁଝିଯାଇଥିଲି ସେମାନଙ୍କ ଆଖି ଅଛି, ଦୃଷ୍ଟି ନାହିଁ। ଆପଣ ମୋତେ ପ୍ରଥମେ ବୁଝାଇଥିଲେ ପୃଥିବୀର ସବୁ ନାରୀ ସୁନ୍ଦରୀ, କେହି ବେଶୀ କମ୍ ନୁହେଁ। ନାରୀର ସୌନ୍ଦର୍ଯ୍ୟ ତା'ର ଦେହର ରଙ୍ଗ ବା ଗଢ଼ଣରେ ନଥାଏ, ତା' ବ୍ୟକ୍ତିତ୍ୱରେ ଥାଏ। ଆଦର୍ଶବାଦ, ଆତ୍ମସମ୍ମାନବୋଧ ଆଉ ନିରୋଳସ ନିଷ୍ଠାକୁ ସେ
ଏଇ ଗଢ଼ି ଉଠେ ନାରୀର ବ୍ୟକ୍ତିତ୍ୱ। ବ୍ୟକ୍ତିତ୍ୱକୁ ବାଦ ଦେଇ ନାରୀ ଏକ ଶରୀର ସୁନ୍ଦରୀ ରମଣୀ ହୋଇପାରେ, କିନ୍ତୁ ସୌନ୍ଦର୍ଯ୍ୟମୟୀ ନାରୀ ହୋଇପାରେ ନାହିଁ। ଆପଣଙ୍କ କଳ୍ପନାର ସେହି ସୌନ୍ଦର୍ଯ୍ୟମୟୀ ନାରୀରେ ପରିଣତ ହେବା ପାଇଁ ସେଦିନଗୁଡ଼ିକ ମୁଁ କିଭଳି ସାଧନା କରୁଥିଲି, ଆପଣ ପାଖରେ ଥିବା ମୋର ପୁରୁଣା ଚିଠି ସବୁ ଆଉଥରେ ପଢ଼ିଲେ ବୁଝିପାରିବେ। ଆଜି ମୁହଁରେ ସେ କଥା ଆପଣଙ୍କୁ ବୁଝାଇ ପାରିବି ନାହିଁ। ମନେ ଅଛି, ଚୀନ ଭାରତ ଯୁଦ୍ଧ ବେଳେ ଥରେ ମୋତେ ଆପଣ ଲେଖିଥିଲେ, ଯୁଦ୍ଧ ଲାଗିଯାଇଛି। ଅଗଣିତ ଭାରତୀୟ ସୈନିକ ଏକ ଦୁର୍ଦ୍ଦାନ୍ତ ଶତ୍ରୁର ସମ୍ମୁଖୀନ ହେଉଛନ୍ତି। ଖବରକାଗଜରେ ଯାହା ବାହାରୁଛି, ରେଡ଼ିଓରେ ଯେଉଁ ପ୍ରଚାର କରାଯାଉଛି, ମୋର ସନ୍ଦେହ ହେଉଛି, ତା'ଠାରୁ ଯଥେଷ୍ଟ ବେଶୀ ସଂଖ୍ୟକ ଭାରତୀୟ ସୈନ୍ୟ ମୃତାହତ ହେଉଛନ୍ତି। ମନ ଭଲ ନାହିଁ। ଆମ ହାତରେ ବନ୍ଧୁକ ନାହିଁ, କଲମ ଅଛି। ସାରା ଜାତି ପାଇଁ ଏ ହେଉଛି ଆତ୍ମସଂଯମର ଆଉ ଆତ୍ମପରୀକ୍ଷାର ବେଳ। ମୁଁ ସିଗାରେଟ ଖିଆ ଛାଡ଼ି ଦେଇଛି। ଏଇଟା ବିଳାସ ବ୍ୟସନର ସମୟ ନୁହେଁ। ତମେ ସ୍ନୋ ପାଉଡର ଇତ୍ୟାଦି ପ୍ରସାଧନ ସାମଗ୍ରୀ ବ୍ୟବହାର କର ନାହିଁ। ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ପ୍ରତିଦିନ ଶହ ଶହ ଶହୀଦମାନଙ୍କ ପତ୍ନୀ ବୈଧବ୍ୟ ବରଣ କରୁଥିବା ବେଳେ ତମ ମୁହଁରେ ସ୍ନୋ ପାଉଡର ସୌଖିନ ପ୍ରଲେପ ମୁଁ ସହ୍ୟ କରିପାରୁନାହିଁ। ଆପଣଙ୍କ ଚିଠି ପାଇବା ପରେ ଆପଣଙ୍କ ବ୍ୟକ୍ତିତ୍ୱର ଆଉ ଗୋଟିଏ ଉଜ୍ଜ୍ୱଳ ଦିଗ ମୋ ଆଖି ଆଗରେ ଉଦ୍ଭାସିତ ହୋଇ ଉଠିଲା। ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଲେଖିଲି, ସ୍ନୋ ମୁଁ ବ୍ୟବହାର କରେ ନାହିଁ। ଆପଣ ଚିଠି ପାଇ ପାଉଡର ଲଗାଇବା ମଧ୍ୟ ଛାଡ଼ି ଦେଇଛି। ଯୁଦ୍ଧ ସମ୍ପର୍କରେ ଦେଶବାସୀଙ୍କୁ ଉଦ୍ବୋଧନ କରିବା ପାଇଁ କବିତା ମଧ୍ୟ ଲେଖୁଛି। ମନେ ଅଛି, ଆପଣ ପ୍ରେରଣା ସେଦିନ ମୋ ମନରେ ଯେଉଁ ନୂତନ ଉଦ୍ଦୀପନା ସୃଷ୍ଟି କରିଥିଲା, ଆଜି ଭାବିଲେ ନିଜେ ହିଁ ମୁଁ ବିଶ୍ୱାସ କରିପାରେ ନାହିଁ। କଟକ ଷ୍ଟେସନରେ ସୀମାନ୍ତ ରଣକ୍ଷେତ୍ରକୁ ଯାଇଥିବା ଯବାନମାନଙ୍କୁ ଫୁଲଚନ୍ଦନ ଦେଇ ବିଦାୟ ସମ୍ବର୍ଦ୍ଧନାରେ ଦେଲାବେଳେ ଆପଣଙ୍କ କଥା ମନେ ପକାଇ ଅପୂର୍ବ ପୁଲକରେ ମୁଁ ସେଦିନ ଉଲ୍ଲସିତ ହୋଇ ଉଠିଥିଲି। ଆଜି ମୁଁ ମୋର ସ୍ୱାମୀଙ୍କ ବିଶ୍ୱାସ ଭାଜନ ହେବା ପାଇଁ ମୋତେ ବୁଝାଇବାକୁ ପଡ଼ୁଛି, ସେଦିନ ମୁଁ ଥିଲି ଅନଭିଜ୍ଞା କିଶୋରୀ। ଆପଣଙ୍କ ଚିଠିର ଭାଷା ରଙ୍ଗରେ ମୁଁ ବାଟ ଭୁଲି ଯାଇଥିଲି। କିନ୍ତୁ ଯେଉଁ ଚିଠିର ଭାଷା ଦିନେ ମୋର ନିର୍ବୋଧ କିଶୋରୀର ଦେଶାତ୍ମକ ଭାବ ସୃଷ୍ଟି କରିଥିଲା, ନିଜକୁ ଖୁଚୁରା ପଇସା ଭଳି ବାଜେ ଖର୍ଚ୍ଚ କରି ନ ଦେଇ ମଣିଷ ହେବା ପାଇଁ ଆତ୍ମସଂଯମ ଶିଖାଇଥିଲା, ଏ ଜନ୍ମରେ ସେଭଳି ଭାଷା ମୋତେ ଆଉ କିଏ ଜଣେ କାହିଁକି କେମିତି ଆଉ ଖଣ୍ଡେ ଚିଠି ଲେଖିଲା ନାହିଁ। ଏସବୁ କଥା ମୁଁ ଆଜି ଯେତେ ଭାବୁଛି, ମୋ ପତ୍ନୀତ୍ୱର, ମୋ ପ୍ରେମିକା ଶୋଭା ପାଖରେ ସତେ ନିଷ୍ପ୍ରଭ ମଳିନ ପଡ଼ିଯାଉଛି। ଆପଣଙ୍କ ସମ୍ପର୍କରେ ଏସବୁ ଇତର ବାଜେ ମିଛ କଥା କହି ମୋ ସ୍ୱାମୀର ସଂସାରରେ ମୋତେ ଏଇ ଘନୀଭୂତ ସୁଖ ଜିଣିବାର ହେଉଛି ବୋଲି କ'ଣ ଆପଣ ଦେଖାହେଲେ ମୋଠାରୁ ମୁହଁ ଫେରାଇ ନେଉଛନ୍ତି? ବିଶ୍ୱାସ କରିପାରୁ ନାହାନ୍ତି? ସାଂସାରିକ ଜୀବନର ସୁସଜ୍ଜିତ ପ୍ରେକ୍ଷାଳୟରେ ବସି ରହିଥିବା ବେଳେ ସୁଦ୍ଧା ଆଜି ବେଳେ ବେଳେ ମୋ କାନରେ ସେହି ମନ୍ଦିରର ଘଣ୍ଟା ଧ୍ୱନି ଶୁଭିଯାଏ। ମୋ ଘ୍ରାଣେନ୍ଦ୍ରିୟ ସେହି ଅଗୁରୁ ଚନ୍ଦନର ବାସନାରେ ମହକି ଉଠେ। ଶିଳ୍ପୀ, କଳାକାର, ସାହିତ୍ୟିକ ମାତ୍ରେ ହିଁ ମଦ୍ୟପ ଓ ଚରିତ୍ରହୀନ, ଏଭଳି ଏକ ଧାରଣା ଆମର ଶିକ୍ଷିତ ଲୋକେ ମାତୃଜଠରରୁ ହିଁ ଶୁଣି ଶୁଣି ଜନ୍ମ ହୋଇଥାନ୍ତି। ତେଣୁ ବସନ୍ତର ମଳୟ ଭଳି ଆମ ଦୁହିଁଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ବୋଲି କଟକ ସହରରେ ପ୍ରସାରିତ ହୋଇଯିବା ମାତ୍ରେ ଆପଣଙ୍କ ସମ୍ପର୍କରେ ଅନେକ ଅପବାଦ ମୋ କାନ ପାଖରେ ଆସି କୁଢ଼େଇ ହୋଇ ପଡ଼ିଥିଲା। ଜୀବନରେ ଯେଉଁମାନେ ଆପଣଙ୍କୁ ଥରେ ହେଲେ ଦେଖିନାହାନ୍ତି, ସେମାନଙ୍କ ସହିତ ଆପଣଙ୍କର ଘନିଷ୍ଠ ପ୍ରଣୟ ରହିଛି ବୋଲି ସେମାନେ ପ୍ରଚାର କରିଛନ୍ତି। ଦିସ୍ତା ଦିସ୍ତା ଚିଠି ଲେଖି ଯେଉଁମାନେ ଆପଣଙ୍କଠାରୁ ଖଣ୍ଡେ ହେଲେ ମନ ଲାଖି ଉତ୍ତର ପାଇନାହାନ୍ତି, ସେହି ଝିଅମାନେ ବେଶୀ ବେଶୀ ଆପଣଙ୍କ ଚରିତ୍ର ସମ୍ପର୍କରେ କୁତ୍ସିତ ଅପପ୍ରଚାର କରିଛନ୍ତି। ସାଧାରଣ ଲୋକ ଆପଣଙ୍କ ହାତବଙ୍କା ଛବି ଦେଖି ଧରି ନିଅନ୍ତି ଯେ ଆପଣ ଜଣେ ଖୁବ୍ ରୋମାଣ୍ଟିକ ଲୋକ। ସେଥିପାଇଁ ଅନ୍ୟମାନଙ୍କ ଅପପ୍ରଚାରକୁ ସତ୍ୟ ବୋଲି ଗ୍ରହଣ କରିନେବାକୁ ସେମାନଙ୍କୁ ଆଦୌ କଷ୍ଟ ହୁଏ ନାହିଁ। ପ୍ରଥମେ ପ୍ରଥମେ ମୋ ମନ ଭିତରେ ମଧ୍ୟ ଆପଣଙ୍କର ସେହିଭଳି ଏକ ଭାବମୂର୍ତ୍ତି ଥିଲା। କିନ୍ତୁ ମୁଁ ଯେତେ ଆପଣଙ୍କ ନିକଟବର୍ତ୍ତୀ ହେଲି, ସେ ଭାବମୂର୍ତ୍ତି ସେତେ ଅଳୀକ ମନେ ହେଲା। ତେଣୁ ଆପଣଙ୍କ ସମ୍ପର୍କରେ କୌଣସି ଅପପ୍ରଚାର ମୋ ମନରେ ଦାଗ କାଟି ନଥିଲା। ସେଦିନ ମୁଁ ସେସବୁ ଅପପ୍ରଚାର ଶୁଣି ହସି ଉଡ଼ାଇ ଦେଇଥିଲି। କିନ୍ତୁ ମୋ ଭଳି ଜଣେ ସୁନ୍ଦରୀ ଅନୁରାଗିଣୀ ପ୍ରତି ପ୍ରଥମ ଦେଖାରେ ଆପଣଙ୍କର ଉଦାସୀନତା ଏବଂ ପରବର୍ତ୍ତୀ କାଳରେ ମୋ ଆତ୍ମସମର୍ପଣ ସତ୍ତ୍ୱେ ଆପଣଙ୍କର ସନ୍ନ୍ୟାସୀ ସୁଲଭ ନିର୍ଲିପ୍ତତା ମୋତେ ଆତଙ୍କିତ କରିଦେଲା। ତାହାର କାରଣ ଜାଣିବା ପାଇଁ ଯେଉଁଦିନ ଜିଦ୍ କରି ମୁଁ ଚିଠି ଲେଖିଲି, କେଜାଣି କାହିଁକି ଏକ ଅଜ୍ଞାତ ଭୟରେ ମୋ ଛାତି ଭିତରେ ଥରି ଉଠିଥିଲା। ଆପଣଙ୍କ ଚିଠିର ଉତ୍ତର ବାପା ବୋଉଙ୍କ ପାଖରେ
ଆଉ ପଢ଼ିବା ପାଇଁ ମୋର ସାହସ ହେଲା ନାହିଁ। ଅପା ସାଥିରେ ମୁଁ ତାର ଶାଶୁଘର ଗାଁକୁ ଚାଲିଗଲି। ତାଙ୍କ ଗାଁ ପାଖରେ ନଈ। ସେଇ ନଈରେ ବୁଡ଼ି କରି ଗାଧୋଇ ମୁଁ ସର୍ଦ୍ଦି ମୁଣ୍ଡବ୍ୟଥା ଭୋଗୁଥାଏ। ଆପଣଙ୍କ ଚିଠି ଆସିଲା। କିଛି ଅସ୍ଥିର ଉତ୍ତେଜନାରେ ଅସୁସ୍ଥ ଦେହରେ ମୁଁ ସେ ଚିଠି ପଢ଼ିଛି। ମୋ ଛଡ଼ା ଆପଣଙ୍କ ବ୍ୟତୀତ ସେ କଥା ଆଉ କେହି ବୁଝିପାରିବେ ନାହିଁ। ସେ ଚିଠି ପଢ଼ି ସାରିବା ପରେ ବିନ୍ଦୁ ବିନ୍ଦୁ ଲୁହରେ ମୋ ଦୁଇ ଆଖିର ଓଦା ହୋଇଯାଇଥିଲା। ନା ଦୁଃଖର ଅଶ୍ରୁ ନୁହେଁ, ସୁଖ ଦୁଃଖ ମିଶା ଅନୁରାଗର ଅଶ୍ରୁ। ସେ ଚିଠିରେ ଆପଣ ନିଷ୍କପଟ ଚିତ୍ତରେ ଲେଖିଥିଲେ ଆପଣ କିଶୋରୀ ଜୀବନର ପ୍ରଥମ ବ୍ୟର୍ଥ ପ୍ରଣୟର କାହାଣୀ। ମନେ କରନ୍ତୁ ଯେ ସେ ଝିଅର ନାମ ନନ୍ଦିତା। ନା, ସେ ରାଜକନ୍ୟା ନନ୍ଦିକା ନୁହେଁ। ପିତାଙ୍କର ଜୈତ୍ରମଣି ନେଇ ପିତୃ ଶତ୍ରୁ ପ୍ରେମିକ ରାଜପୁତ୍ରଙ୍କୁ ବିଜୟ କରିବା ପାଇଁ କେଉଁ ଏକ ଚନ୍ଦ୍ରଚକିତ ରଜନୀର ନୈଶ ଅଭିସାରରେ ଯାଇଥିବା ରାଜନନ୍ଦିନୀ ନନ୍ଦିକା ସହିତ ତାର କୌଣସି ସମ୍ପର୍କ ନ ଥିଲା। ସେ ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପପତିଙ୍କର ଅଲିଅଳି କନ୍ୟା। ମୋର ସହପାଠିନୀ ନନ୍ଦିତା। ତାର ଭାଇଙ୍କର ସହିତ ଥିଲା ଆପଣଙ୍କର ନିବିଡ଼ ବନ୍ଧୁତ୍ୱ। ଆପଣ ତାର ଭାଇଙ୍କ ପାଖକୁ ଗଲାବେଳେ ସେ ଆପଣଙ୍କ ସହିତ ଗପ କରୁଥିଲା। ଆପଣ ଥିଲେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ସନ୍ତାନ। ସେ ବିଶିଷ୍ଟ ଶିଳ୍ପପତିଙ୍କର କନ୍ୟା। ଆପଣଙ୍କ ସହିତ ଅଷ୍ଟମ ଶ୍ରେଣୀର ସେଇ କିଶୋରୀ ବୟସରୁ ତାର ମିଳାମିଶା ଅନେକ ଚାପାଗୁଞ୍ଜନ ସୃଷ୍ଟି କରିଥିଲା। ଆପଣଙ୍କ ପାଇଁ ଅକାରଣରେ ଅନେକ ମିଥ୍ୟା ଅପବାଦ ସେ ସହ୍ୟ କରିଥିଲା। ଆପଣ ମଧ୍ୟ ତାର କେତୋଟି ବେଶ ସୁନ୍ଦର ଛବି ଆଙ୍କିଥିଲେ। ସେ ଯେତେବେଳେ ଫ୍ରକ୍ ଛାଡ଼ି ଶାଢ଼ୀ ପିନ୍ଧି କଲେଜରେ ପଢ଼ିବାକୁ କଟକ ଆସିଲା, ଆପଣ ତାକୁ ତାର ବିବାହ ପ୍ରସଙ୍ଗରେ ମତାମତ ପଚାରିଥିଲେ। ସେ ହସି ହସି ଆପଣଙ୍କୁ ବୁଝାଇ ଦେଇଥିଲା ଆପଣ ଦୁଇ ଜଣଙ୍କ ପ୍ରଣୟ କାହାଣୀ ଯେହେତୁ ଲୋକମାନଙ୍କର ମିଥ୍ୟା ଅପପ୍ରଚାର ଉପରେ ପ୍ରତିଷ୍ଠିତ, ସେ ସେହି ଅପପ୍ରଚାରକୁ ଭୟ କରି ଆପଣଙ୍କୁ ବିବାହ କରିବାକୁ ଚାହେଁନା। ତାକୁ ବିବାହ କରିବାକୁ ଚାହିଁଲେ ଆପଣଙ୍କୁ ତାର ଡାକ୍ତରୀ ପାଠ ଶେଷ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ନିଜ ଆଦର୍ଶବାଦକୁ ଜଳାଞ୍ଜଳି ଦେଇ ତାର ପାରିବାରିକ ଆଭିଜାତ୍ୟର ଉପଯୁକ୍ତ ହେଲାଭଳି କୌଣସି ବଡ଼ ଚାକିରି ଗ୍ରହଣ କରିବାକୁ ପଡ଼ିବ। ଆପଣଙ୍କ ଆଦର୍ଶ ଥିଲା ଶିଳ୍ପୀର ଆଦର୍ଶ, ତାର ଆଦର୍ଶ ଥିଲା ଶିଳ୍ପପତିର ଆଦର୍ଶ। ଆପଣଙ୍କ ପାଇଁ କଳା ହିଁ ଥିଲା ଜୀବନ, ଚାକିରି ଜୀବିକା ମାତ୍ର। ସେ ଚାହିଁଥିଲା ବଡ଼ ଚାକିରି ହେବ ଆପଣଙ୍କର ଜୀବନ, କଳା ସାହିତ୍ୟର ଏକ ସୌଖିନ ଅବଲମ୍ବନ। ଆପଣ ଦୁହେଁ ଥିଲେ ଦୁଇଟି ସମାନ୍ତରାଳ ସରଳ ରେଖା ଭଳି। ତେଣୁ ସେ ସ୍କୁଲ ଛାଡ଼ି ଡାକ୍ତରୀ ପଢ଼ିବା ଲକ୍ଷ୍ୟ ସ୍ଥିର କରି କଲେଜରେ ପ୍ରବେଶ କଲାବେଳକୁ ଆପଣ ଦୁହେଁ ସ୍ୱେଚ୍ଛାରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଆପଣ ମୋତେ ସେ ଚିଠିରେ ଲେଖିଥିଲେ, ଯେଉଁ ଛବି ଆଙ୍କି ମୋ ଶିଳ୍ପୀ ଜୀବନ ଆରମ୍ଭ, ସେଇ ଝିଅ ଜୀବନଠାରୁ ଜୀବିକା ବଡ଼ ବୋଲି ମୋତେ ବୁଝାଇବ। ଏ ଆଘାତ ମୋର ସମଗ୍ର ଶିଳ୍ପୀ ସତ୍ତାକୁ ଦୋହଲାଇ ଦେଉଛି। କେତେବେଳେ ଶିଳ୍ପକଳା ଉପରୁ ମୋର ଆସ୍ଥା ଛୁଟି ଯାଇଛି। ଉତ୍କଳ କଳାର ଦେଶ, କିନ୍ତୁ କଳାକାର ଚିରଦିନ ଏଠାରେ ଅଭିଶପ୍ତ। ତାକୁ କେହି ଠିକ୍ ଭାବରେ ବୁଝିପାରନ୍ତି ନାହିଁ। ନନ୍ଦିତା ଝିଅମାନଙ୍କ ସମ୍ପର୍କରେ ଥିବା ମୋର ସମସ୍ତ ଭଲ ଧାରଣାକୁ ଭୁଲ୍ ବୋଲି ବୁଝାଇ ଦେଇଯାଇଛି। ଆଉ କୌଣସି ଝିଅ ଉପରେ ବିଶ୍ୱାସ କରି ରଖି ମୁଁ ପ୍ରତାରିତ ହେବାକୁ ଚାହେଁନା। ନନ୍ଦିତାର ଛବି ଆଙ୍କି ଆପଣ ଶିଳ୍ପୀ ଜୀବନର ପ୍ରଥମ ପାଠ ଆରମ୍ଭ ହୋଇଥିଲା। ଆପଣଙ୍କୁ ବିବାହ କରିବା ପାଇଁ ସେ ମନା କରିଥିଲା ବୋଲି ମନ ସ୍ଥିର କରି ସେ ଅନ୍ୟ ବାଟରେ ଚାଲିଗଲା। ପରେ ମଧ୍ୟ ତା ପ୍ରତି ଆପଣଙ୍କର ସ୍ନେହ ଶ୍ରଦ୍ଧା ଅତୁଟ ରହିଥିଲା। ଏହି ସରଳ ସ୍ୱୀକାରୋକ୍ତି ମୋ ଆଖିରେ ଅଶ୍ରୁ ସଞ୍ଚାର କରିଥିଲା। ଅନ୍ୟ ଜଣେ ଅନୁରାଗିଣୀ ଆଗରେ ନିଜ ପ୍ରଥମ ବ୍ୟର୍ଥ ପ୍ରଣୟର କାହାଣୀ କେହି ଏପରି ଶିଶୁସୁଲଭ ସରଳତା ନେଇ ପ୍ରକାଶ କରେ ନାହିଁ। ବିବାହ ପ୍ରତ୍ୟାଖ୍ୟାନ କରିଥିବା ଝିଅକୁ ଘୃଣା କରିବା ବଦଳରେ କେହି ଏଭଳି ଅକୁଣ୍ଠ ଆନ୍ତରିକତା ସହିତ ସ୍ନେହ କରେ ନାହିଁ। ନନ୍ଦିତା ପ୍ରତି ସେ କିଶୋର ପ୍ରେମରେ ଆପଣଙ୍କର ଫାଙ୍କି ଥିଲା କି ନାହିଁ ମୁଁ ଜାଣେନି, କିନ୍ତୁ ତା ପ୍ରତି ଗଭୀର ସ୍ନେହରେ ଆପଣଙ୍କର କୌଣସି ଭେଜାଲ ମିଶି ନ ଥିବା କଥା ମୁଁ ଭଲ କରି ଜାଣିଥିଲି। ସେଥିପାଇଁ ଆପଣଙ୍କୁ ଭଲ ପାଇବା ପରେ ନନ୍ଦିତାକୁ ମଧ୍ୟ ମୁଁ ସ୍ନେହ କରିଥିଲି। କିନ୍ତୁ ସ୍ନେହର ଶିକୁଳିରେ ବାନ୍ଧି ହୋଇ ରହିବା ଭଳି ଝିଅ ସେ ନଥିଲା। ଆପଣ ଜାଣନ୍ତି, କିନ୍ତୁ ମୁଁ ଜାଣିଥିଲି। ସେ ମୋତେ ନିଜେ କହିଛି, ଆପଣଙ୍କଠାରୁ ବିଚ୍ଛିନ୍ନ ହୋଇଗଲା ପରେ ସେ ଆଉ ଜଣକୁ ବିବାହ କରିବା ପାଇଁ ନିଜର ମନକୁ ପ୍ରସ୍ତୁତ କରିଥିଲା। ଆଉ ଯେଉଁଦିନ ତାର ସେ ଧୂଳିଘର ଭାଙ୍ଗିଗଲା, ଆମ ଘର ଭାଙ୍ଗି ଦେବା ପାଇଁ ତାର ତିଳେ ହେଲେ
ବିବେକକୁ ବାଧା ଦେଲା ନାହିଁ। ମୁଁ ଜାଣେ ନନ୍ଦିତାର କୌଣସି ଦୋଷ ଆପଣଙ୍କ ଆଖିରେ ଦେଖାଯିବ ନାହିଁ। ସବୁ ଦୋଷ ମୋର। ସେଇ ଦୋଷର ବୋଝ ନିଜ ମୁଣ୍ଡରୁ ଓହ୍ଲାଇ ଦେବା ପାଇଁ ତ ଆଖିର ଲୁହ ଓଠରେ ଚାଖି ମୋତେ ବି ଦିନେ ଅନ୍ୟ ବାଟରେ ଚାଲି ଆସିବାକୁ ହେଲା। ପ୍ରତି ଝିଅ ଦର୍ପଣର କାଚରେ ନିଜର ପ୍ରତିବିମ୍ବ ଦେଖି ଖୁସି ହୁଅନ୍ତି। ନାରୀର ଏଇ ନାର୍ସିସସ୍ ଭାବ ତା'ର ଏକ ବିଶିଷ୍ଟ ଗୁଣ। କିନ୍ତୁ ମୁଁ ମୋର ସୌନ୍ଦର୍ଯ୍ୟର ଛବି ଦେଖିବାକୁ ଚାହୁଁଥିଲି ପରପୁରୁଷ ଆଖିରେ, ପରପୁରୁଷ ଆଖି କାଚରେ। ଆମ କଲେଜର ବହୁ ଛାତ୍ରଙ୍କଠାରୁ ଆରମ୍ଭ କରି ଆମ ବଟାନି ଡିପାର୍ଟମେଣ୍ଟର ଲାବୋରେଟୋରୀ ଆସିଷ୍ଟାଣ୍ଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ମୋର ସୌନ୍ଦର୍ଯ୍ୟ ଦେଖି ଜଳକା ହୋଇଯାଉଥିଲା। ଇଚ୍ଛା କରିଥିଲେ ସେମାନଙ୍କ ଭିତରୁ ଯେକୌଣସି ଲୋକଙ୍କୁ ନେଇ ମୁଁ ପ୍ରଣୟ ଖେଳରେ ମାତି ଯାଇଥାନ୍ତି। ସେମାନଙ୍କ ଭିତରେ ଅନେକେ ଥିଲେ ବଡ଼ ଲୋକର ପିଲା, ଅନେକଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ ଥିଲା। ସେମାନଙ୍କ ମଧ୍ୟରୁ ଅନେକ ମୋଠାରୁ ଚିଠିର ଉତ୍ତର ନ ପାଇ ମଧ୍ୟ ବାରମ୍ବାର ପ୍ରେମ ନିବେଦନ କରି ଚିଠି ଲେଖୁଥିଲେ। ମୁହଁରେ ସେମାନଙ୍କୁ ହଁ କହୁ ନଥିଲେ ମଧ୍ୟ ମନରେ ନାହିଁ କହିପାରୁ ନଥିଲି ବୋଲି ସେମାନଙ୍କ ଚିଠିକୁ ଚିରି ନ ଦେଇ ମୁଁ ମୋ ବାକ୍ସରେ ସାଇତି ରଖିଥିଲି। ଚିଠିର ଓଜନରେ ମୋର ବାକ୍ସ ଯେତେ ଭାରୀ ହେଉଥିଲା, ମୋ ମନରେ ମୋ ରୂପର ଅହଙ୍କାର ସେତେ ଅଧିକ ବଢ଼ି ବଢ଼ି ଚାଲିଥିଲା। କିନ୍ତୁ ସେହି ସମୟରେ ହଠାତ୍ ଆପଣଙ୍କ ସହିତ ଦେଖା ହୋଇଗଲା ପରେ ମୋ ଜୀବନର ନଦୀ ଅନ୍ୟ ଏକ ବାଙ୍କରେ ବହିଗଲା। ଯେଉଁମାନେ ଚିଠି ଲେଖି ଉତ୍ତର ପାଉନଥିଲେ, ଆପଣଙ୍କ ସହିତ ସମ୍ପର୍କ ନିବିଡ଼ ହୋଇଗଲା ପରେ ସେମାନେ ମୋ ବିରୁଦ୍ଧରେ କୁତ୍ସାରଟନ ଆରମ୍ଭ କରିଦେଲେ। ଆଃ, କୁତ୍ସାରଟନ ଯେ ଏତେ ମଧୁର ହୋଇପାରେ, ଜୀବନରେ ମୁଁ କୌଣସି ଦିନ ତା ଅନୁଭବ କରିନଥିଲି। ମୁଁ ଆଶା କରୁଥିଲି ଏଭଳି ନିନ୍ଦା ରଟନ ଯେତେ ଅଧିକ ହେବ, ଆମ ଦୁଇଜଣଙ୍କ ସମ୍ପର୍କ ସେତେ ଘନିଷ୍ଠ ହେବ। ସେଥିପାଇଁ ପୂର୍ବ ସମ୍ପର୍କର ସୂତ୍ର ଧରି ନନ୍ଦିତା ସହିତ ଆପଣଙ୍କ ସମ୍ପର୍କ କୌଣସି ଆଲୋଚନା ହେଉଥିଲେ ସେଦିନଠାରୁ ସୁନୀଲ ଈର୍ଷାରେ ମୁଁ ଜଳି ଯାଉଥିଲି। ଆପଣଙ୍କୁ କେନ୍ଦ୍ର କରି ମୋ ଚରିତ୍ର ଉପରେ କେହି କଳଙ୍କର କଳିମା ବୋଳି ଦେଉଥିଲା। ସତୀତ୍ୱର ଅହଙ୍କାରରେ ମନ ମୋର ଉତ୍ଫୁଲ୍ଲ ହୋଇ ଉଠୁଥିଲା। କିନ୍ତୁ ଆମ ଦୁଇଜଣଙ୍କୁ ନେଇ ବାହାରେ ଲୋକେ ଆଲୋଚନା କରନ୍ତି, ଏକଥା ଆପଣ ଆଦୌ ସହ୍ୟ କରିପାରୁ ନଥିଲେ। ଆପଣଙ୍କ ପାଇଁ ଶିଳ୍ପ, କଳା, ସାହିତ୍ୟ ଭଳି ପ୍ରେମ ମଧ୍ୟ ଥିଲା ନୀରବର ସାଧନାର ବସ୍ତୁ, ପ୍ରଚାରର ବିଷୟ ନୁହେଁ। ଆପଣଙ୍କର ଏହି ଆତ୍ମବିଜ୍ଞାପନ ବିରୋଧୀ ମନୋଭାବ ମୋତେ ଭୀଷଣ ଭାବରେ ଆହତ କରୁଥିଲା। ମନେ ଅଛି, ମୋର ଗୋଟିଏ ଲେଖା ସହିତ ଛାପିବା ପାଇଁ ମୋର ଗୋଟିଏ ଫଟୋ ମୁଁ କୌଣସି ଗୋଟିଏ ପତ୍ରିକାକୁ ପଠାଇଥିଲି। ପତ୍ରିକାର ସମ୍ପାଦକ ଲେଖାଟି ଛାପିଥିଲେ, କିନ୍ତୁ ଫଟୋଟିକୁ ନେଇ ନିଜର ଜଣେ ପୁତୁରା ସହିତ ବିବାହ ପ୍ରସ୍ତାବ ପକାଇଥିଲେ। ଏ ସମ୍ବାଦ ଶୁଣି ଆପଣ ଏଭଳି ବିଚଳିତ ହୋଇ ପଡ଼ିଥିଲେ ଯେ ମୋତେ ଚିଠି ଲେଖିଥିଲେ। ଲେଖାର ଯଦି କୌଣସି ବିଶେଷତ୍ୱ ଥାଏ, ପାଠକ ସ୍ୱତଃ ସେଥିରେ ଅଭିଭୂତ ହେବ। ସେଥିପାଇଁ ଲେଖିକାଙ୍କର ଫଟୋ ଲେଖା ସହିତ ଛପା ହେବା କ'ଣ ଦରକାର? କୌଣସି ଖରାପ ଲେଖାର ଦୁର୍ବଳତାକୁ ଲେଖକ କିମ୍ବା ଲେଖିକାଙ୍କ ଲେଖା ସହିତ ଛପା ହୋଇଥିବା ଫଟୋର ସୌନ୍ଦର୍ଯ୍ୟ ଘୋଡ଼ାଇ ପାରେ ନାହିଁ। ଆପଣଙ୍କ ଚିଠିରେ ମୋ ଫଟୋକୁ ନେଇ ସମ୍ପାଦକ ଯେ ନିଜ ଆତ୍ମୀୟ ସହିତ ମୋ ବିବାହ ପ୍ରସ୍ତାବ ପକାଇବାକୁ ଯାଇଛନ୍ତି, ସେ କଥା ଉଲ୍ଲେଖ ନଥିଲା। ମୋତେ ବେଶୀ ଆହତ ନ କରିବାକୁ ସେ ପ୍ରସଙ୍ଗ ହୁଏତ ଆପଣ ମୋତେ ଜଣାଇ ନଥିଲେ। କିନ୍ତୁ ମୁଁ ମୋର ଫଟୋର ସୌନ୍ଦର୍ଯ୍ୟ ଦେଖାଇ ନିଜ ଲେଖାର ଦୁର୍ବଳତାକୁ ଗୋପନ କରିବାକୁ ଚାହୁଁଛି। ଆପଣଙ୍କର ଏହି ଧାରଣା ମୋତେ ଭୀଷଣ ଭାବରେ ଆଘାତ ଦେଇଥିଲା। ମୁଁ ସେ ସମ୍ପାଦକଙ୍କୁ ମୋ ଫଟୋ ଫେରସ୍ତ ନ ଦେଲେ ଆଇନ ଅଦାଲତ ଆଶ୍ରୟ ନେବି ବୋଲି ଧମକ ଦେଇ ଚିଠି ଲେଖିଥିଲି। ଆପଣଙ୍କୁ ମଧ୍ୟ ଲେଖିଥିଲି, କେବଳ ଫଟୋ ନୁହେଁ, କୌଣସି ପତ୍ରପତ୍ରିକାକୁ ଆଉ ଲେଖା ମଧ୍ୟ ପଠାଇବି ନାହିଁ। ଲେଖାଲେଖି ଛାଡ଼ି ଦେଉଛି। କିନ୍ତୁ ଆପଣ କି ଦୁଷ୍ଟ! ମୁଁ ନ ପଠାଇଲେ ମଧ୍ୟ ଆପଣଙ୍କ ପାଖରେ ଥିବା ମୋର ଗୋଟିଏ କବିତା ସମାଜର ମହିଳା ମହଲକୁ ଛାପିବା ପାଇଁ ପଠାଇ ଦେଇ ମୋତେ ଚମକାଇ ଦେଇଥିଲେ। ସେ କବିତା ସହିତ ମୋର ଫଟୋ ଛପା ହୋଇନଥିଲା, କିନ୍ତୁ ସେ କବିତାର ଆନ୍ତରିକ ଆବେଦନ ମୋ ପାଇଁ ସାଉଁଟି ଆଣିଥିଲା ପ୍ରଚୁର ପ୍ରଶଂସା ଆଉ ଅପର୍ଯ୍ୟାପ୍ତ ଶୁଭେଚ୍ଛା। ଘରେ ବାପା ମଧ୍ୟ ସେ କବିତା ପଢ଼ି ଖୁବ୍ ଖୁସି ହୋଇଯାଇଥିଲେ। ଆପଣଙ୍କ ପାଇଁ ସାହିତ୍ୟ ଓ ଶିଳ୍ପୀ ଥିଲା ତପସ୍ୟାର ବସ୍ତୁ। ଅନେକ ଥର ମୋତେ ବୁଝାଇଥିଲେ, ବାଲ୍ମୀକିମାନେ ହିଁ ରାମାୟଣ ରଚନା କରିଛନ୍ତି, ଦସ୍ୟୁ ରତ୍ନାକରମାନେ ନୁହନ୍ତି। ରତ୍ନାକରମାନଙ୍କ ଦ୍ୱାରା ଆୟୋଜିତ ସଭାସମିତିକୁ ଯିବା ବାଲ୍ମୀକିମାନଙ୍କ ପକ୍ଷରେ କିଛି ଗୋଟାଏ ଅପରିହାର୍ଯ୍ୟ ଆବଶ୍ୟକତା ନୁହେଁ। ପାଠପଢ଼ା ସହିତ ସାଧନାର ମନ ଦିଅ। ସଭାସମିତିରେ ଯୋଗ ଦେବା ପାଇଁ ସୁଦୂର ଭବିଷ୍ୟତ ପଡ଼ି ରହିଛି।
କିନ୍ତୁ ସେ ବୟସରେ ମୋର ସଙ୍ଗିନୀମାନେ ଭଲ ଭଲ ଶାଢ଼ୀ ପିନ୍ଧି ମେକଅପ୍ ନେଇ ଯେତେବେଳେ ସାହିତ୍ୟ ସଭାକୁ ବାହାରି ଯାଆନ୍ତି, ମୁଁ ଆଉ ଥର ଧରିପାରେ ନାହିଁ। ଯେତେବେଳେ ଆପଣଙ୍କ କବିତ୍ୱମୟ ଭାଷାର ରଙ୍ଗ ମୋତେ ଭୁଲାଇ ପାରେ ନାହିଁ, ସାହିତ୍ୟ ସଭାର ମୋର ଚିତ୍ରଲେଖା ପାଠ କରି ପୁରୁଷ ଶ୍ରୋତାମାନଙ୍କ ମୁହଁରେ ପ୍ରଶଂସା ଶୁଣିବା ବେଳେ ମୋର ଛାତିର ଓଜନ ବଢ଼ିଯାଏ। ଯେଉଁମାନେ ଆମକୁ ଡାକି ସାହିତ୍ୟ ସଭା କରନ୍ତି, ସେହିମାନେ ଯାଇ ଆପଣଙ୍କୁ କହନ୍ତି ଯେ ଆମ ଭଳି ସୁନ୍ଦରୀମାନେ ସଭାର ଶୋଭାବର୍ଦ୍ଧନ କରୁଥିବା ହେତୁ ପୁରୁଷ ଦର୍ଶକମାନଙ୍କ ସଂଖ୍ୟା ସ୍ୱତଃ ବଢ଼ିଯାଏ। ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସଭା ଶେଷରେ ନୃତ୍ୟ, ଗୀତ କିମ୍ବା ଚଳଚ୍ଚିତ୍ର ବ୍ୟବସ୍ଥା କରିବାକୁ ହୋଇନାହିଁ। ଉପସ୍ଥିତ ସୁନ୍ଦରୀମାନଙ୍କ ମଧ୍ୟରେ ମୁଁ ଥିବା କଥା ଜାଣିଲା ପରେ ଲଜ୍ଜା ଓ ଅପମାନ ଆପଣଙ୍କ ମୁହଁ ବିବର୍ଣ୍ଣ ହୋଇଯାଏ।